चहल। महाराज उग्रसेन दीर्घ दिन धरी कारादंड और पुत्र कंसर अपमान सह्य करी दुर्बल हो जाते। कृष्णकर पिता वासुदेव नीतिवान लोक, से मध्य 25 वर्ष कारावास रही यादव और सुर उभय को शासन करने सक्षम नुहति। कंसर ससुर मगधर राजा जरासंध मध्य अत्याचारी होइथिबारु मथुरावासी तांकु राजा करने को चाहिए नहीं। तेणु उपयुक्त राजा बाछिबा दायित्व मथुरावासी को ऊपर रहिला। साधु साधु मोर मध्य काय छथिना वर्तमान कृष्ण मथुरा राजा हंतु मातामह उग्रसेन उपस्थित गुरुजन ओ प्रिय बंधुगण आपण माने मते राजा करबाकू जाउथिबारु मु धन्यवाद जनौछि किंतु मु गत
କରିଛି। ଯୁଦ୍ଧ ବିଦ୍ୟା କିଛି ଶିଖି ନାହିଁ, ତେଣୁ ମୁଁ ମଥୁରାକୁ ରକ୍ଷା କରିପାରିବି ନାହିଁ। ମୋ ମତରେ ମହାରାଜ ଉଗ୍ରସେନ ସିଂହାସନ ପୁନଃ ଗ୍ରହଣ କରନ୍ତୁ। ମୁଁ ପ୍ରତିଜ୍ଞା କରୁଛି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବି। ଅତି ଉତ୍ତମ, ମୁଁ ମଧ୍ୟ ତାହା ଭାବୁଥିଲି। ଆମର ପୂର୍ବତନ ରାଜା ମହାରାଜ ଉଗ୍ରସେନ ପୁନଶ୍ଚ ମଥୁରାର ଶାସନଭାର ଗ୍ରହଣ କରନ୍ତୁ। ବଳରାମ କୃଷ୍ଣ ଗୋପାଳ ଭାବରେ ବଢ଼ିଛନ୍ତି। ସେମାନେ କ୍ଷତ୍ରିୟ ଧର୍ମ ଗ୍ରହଣ କରିବା ଉଚିତ। ସେମାନଙ୍କର ବ୍ରତପାୟନ ହବ। ସେମାନେ ଗୁରୁକୁଳକୁ ଯାଇ ଯୁଦ୍ଧ ବିଦ୍ୟା ଆଦି ଶିକ୍ଷା କରିବେ। ବରଂ ପୂଜ୍ୟ ଗୁରୁ ସନ୍ଦୀପନୀ ଅନୁରୋଧ କରୁଛି, ସେ କୃଷ୍ଣ ଓ ବଳରାମଙ୍କୁ ଶିଷ୍ୟ ରୂପେ ଗ୍ରହଣ କରନ୍ତୁ। ଉପଯୁକ୍ତ ଶିକ୍ଷା ପ୍ରାପ୍ତି ପରେ ସେମାନେ ଅଧର୍ମ ନଷ୍ଟ କରି ଧର୍ମ ରକ୍ଷା କରିପାରିବେ। ମୁଁ ଅନନ୍ତରେ କୃଷ୍ଣ ଓ ବଳରାମଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବି। ବୃନ୍ଦାବନରେ ମୁଁ ସେମାନଙ୍କୁ ଅଳ୍ପ ସମୟ ପାଇଁ ପଢ଼ାଇବାର ସୁଯୋଗ ପାଇଥିଲି। ସେମାନେ ଅତି ଉତ୍ତମ ଛାତ୍ର। ଠିକ ଅଛି, ପ୍ରଥମେ କୃଷ୍ଣ ଓ ବଳରାମଙ୍କର ଉପନୟନ ହବ। ତାପରେ ସେମାନେ ଗୁରୁ ସନ୍ଦୀପନୀଙ୍କ ସାଙ୍ଗେ ଗୁରୁକୁଳକୁ ଯିବେ। ଚାଲନ୍ତୁ ବର୍ତ୍ତମାନ ବିଶ୍ରାମ ନେବା, ତାପରେ ଗର୍ତ୍ତଚାର୍ଯ୍ୟଙ୍କ ଆଦେଶ ଅନୁସାରେ କାମ କରିବା। ବାବା, ଆପଣ କାହିଁକି ଦୁଃଖ କରୁଛନ୍ତି? ମୋ ଦୁଃଖ କିଏ ଅନୁଭବ କରିପାରିବେ? ମୁଁ ତୁମ ଦୁଇ ଜଣଙ୍କୁ ଛାଡ଼ି କରି ଉଦ୍ୟାନରେ ଯିବି କିପରି? ବାବା, ଆପଣ କିଛି ଉପନୟନ ପାଇଁକି ରହୁନାହାନ୍ତି? ମୁଁ ରହିନାହାନ୍ତି, କିନ୍ତୁ ମୋତେ ତୁରନ୍ତ ଯାଇ ତୁମ ଯଶୋଦାଙ୍କୁ ଏ ସମ୍ବାଦ ଦେବା ପାଇଁ ପଡ଼ିବ। ସେ ବହୁତ ଦୁଃଖୀ ହେବେ। ତମେ ଜାଣିଛ, ସେ ତମମାନଙ୍କୁ ଛାଡ଼ି ମୁହୂର୍ତ୍ତେ ରହିପାରନ୍ତି ନାହିଁ। କଂସର ମୃତ୍ୟୁ ଶୁଣି ସେ ଖୁସି ହେବେ ନିଶ୍ଚୟ, କିନ୍ତୁ ତୁମେ ଦୁଇ ଜଣ ବୃନ୍ଦାବନ ନ ଫେରିବା ସମ୍ବାଦ ତାଙ୍କୁ ବହୁତ ଦୁଃଖୀ କରିବ। ମୁଁ ଆପଣଙ୍କର ଦୁଃଖ ବୁଝିପାରୁଛି, କିନ୍ତୁ ଆମକୁ ଏଇ ପୃଥିବୀରେ ଧର୍ମ ରକ୍ଷା କରିବାକୁ ପଡ଼ିବ। ଆମେ ମଥୁରାର ରହିବା ମଧ୍ୟ ଆମେ ସବୁବେଳେ ଆଗରେ ସାଙ୍ଗେ ଥିବୁ। ମୁଁ ଜାଣେ ତମେ ଦୁଇ ଜଣ ଯେଉଁଠି ଥାଅ ଯେପରି ଥାଅ ସବୁବେଳେ ମୋର। ମୁଁ ଅପୌତ୍ରିକ ନୁହେଁ। ମୋର ଦୁଇ ତେଜସ୍ୱୀ ପୁଅ ଅଛନ୍ତି। ମୋର ଦୁଇ ପୁତ୍ର ସଂସାରରେ ବହୁତ ମତ କାର୍ଯ୍ୟ କରିବେ। ମୁଁ ତୁମର ପିଲାଦିନ କଥା ମନେ ପକାଇ ଦିନ କାଟିବି। ବାବା, ମିଳନ ଓ ବିଚ୍ଛେଦ ଜୀବନରେ ଲାଗି ରହିଥାଏ। ସ୍ନେହ ଓ ଶ୍ରଦ୍ଧା ପରସ୍ପରକୁ ବାନ୍ଧି ରଖୁଥାଏ। ଉଦ୍ଧବ ଆପଣ ସାଙ୍ଗରେ ବୃନ୍ଦାବନ ଯିବ। ଉଦ୍ଧବ, ମାତା ଯଶୋଦାଙ୍କୁ ଏବଂ ରାଧାଙ୍କୁ ମୋର ସ୍ନେହ ଜଣାଇ ଦବୁ। ଉପନୟନ କାର୍ଯ୍ୟ ସମାପ୍ତ ହେଲା। କୃଷ୍ଣ ଓ ବଳରାମ, ତୁମେ ବର୍ତ୍ତମାନ ଯାଇ ଗୁରୁଜନ ମାନଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। ଯଶସ୍ୱୀ ହୁଅ, ଧର୍ମ ରକ୍ଷା କର, ସର୍ବଦା ନ୍ୟାୟରେ ଚାଲ। ଗୁରୁ ସନ୍ଦୀପନୀ କୃଷ୍ଣ ଓ ବଳରାମ ଶିଷ୍ୟ ରୂପେ ଗ୍ରହଣ କରନ୍ତୁ। କୃଷ୍ଣ ଓ ବଳରାମ, ତୁମେ ଦୁଇ ଜଣ ବର୍ତ୍ତମାନ ଆମର ଶିଷ୍ୟ। ଆଜିଠାରୁ ତୁମେ ବ୍ରହ୍ମଚାରୀ ହେଲ। ଭିକ୍ଷା ମାଗିବା ବେଳେ ଭଗବତ୍ ଭିକ୍ଷା ଦେହି କହିବ। ପ୍ରଥମେ ବେଦ ଓ ଉପନିଷଦ ପଢ଼ି ସାରିବା ପରେ ଯୁଦ୍ଧ ବିଦ୍ୟା ଶିଖିବ। ବର୍ତ୍ତମାନ ଏମାନେ ମୋ ସାଙ୍ଗେ ଜନପଦ ଯିବେ।
ବେଦ ବିଷୟରେ ସବୁବେଳେ ଲୋକ ଭୁଲି ଯାଉଛି। ତୁମେ ସବୁ ଜାଣିଛ, ଖାଲି ଭୁଲିଗଲ ବୋଲି ଭାବୁଛ। ମୋତେ ଏଇସବୁ ଭଲ ଲାଗୁନାହିଁ। ଚାଲ କୁକୁର ଫେରାଇ ଆସିକିନା ଚାଲ ସାଙ୍ଗମାନେ ସାଙ୍ଗେ ଖେଳିବା। ଭାଇ, ଆମର ପୃଥିବୀକୁ ଆସିବାର ଏକ ଉଦ୍ଦେଶ୍ୟ ଅଛି। ଆମେ ଜନ୍ମ ଦେଇଛୁ ଦେବତା ମାନଙ୍କର ଇଚ୍ଛା ପୂରଣ କରିବା ପାଇଁ। ଏହି ବ୍ରହ୍ମଚର୍ଯ୍ୟ ଭବିଷ୍ୟତରେ ଧର୍ମ ରକ୍ଷାର ଶିକ୍ଷା ଦେବ। ପୃଥିବୀରେ ଧର୍ମ ନ ରହିଲେ ସୃଷ୍ଟି ଧ୍ୱଂସ ହେବ। ଠିକ ଅଛି, ମୁଁ ଗୁରୁଦେବ ଆଜି ସବୁ ମାନିବି। ଚାଲ ଜଲ୍ଦି ପ୍ରଭାତ କୂଳକୁ ଯିବା। ଚାଲ ଉଦ୍ଧବ ବିନ୍ଦ ଓ ଅରବିନ୍ଦ ଶ୍ଲୋକ ଆବୃତ୍ତି କରୁଛନ୍ତି, ଆମେ ସେମାନଙ୍କ ସଙ୍ଗେ ଯୋଗ ଦେବା। ଗୁରୁ ସନ୍ଦୀପନୀ ଶିଷ୍ୟମାନଙ୍କୁ ନେଇ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରୁଥିଲେ। ଏକଦା ସେମାନେ ପଶ୍ଚିମ ଉପକୂଳରେ ଥିବା ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ। ଦିନେ ସନ୍ଧ୍ୟା ସମୟରେ ସେ ଏକୁଟିଆ ସମୁଦ୍ର କୂଳରେ ରହି ପଶ୍ଚିମ ଆକାଶକୁ ନିରୀକ୍ଷଣ କରୁଥିଲେ। ପ୍ରଣାମ ଗୁରୁଦେବ। ପ୍ରଣାମ ଗୁରୁଦେବ। ଆମେ ଆପଣଙ୍କୁ ଆଶ୍ରମ ନ ପାଇ ଏଠାକୁ ଆସିଲୁ। ସନ୍ଧ୍ୟା ହେଲାଣି, ଆପଣ ଏକୁଟିଆ ଏଠାରେ ବସିଛନ୍ତି, ଦୁଃଖିତ ଜଣା ପଡୁଛନ୍ତି। କଣ ହେଲା? ବତ୍ସ, ମୁଁ କଣ କହିବି? ମୁଁ ଯେବେ ପ୍ରଭାସକୁ ଆସେ ତେବେ ମୋ ମନ ବହୁତ ଦୁଃଖ ହୁଏ। ମୁଁ ଏଠାରେ ମୋର ପୁତ୍ର ପୁନର୍ଦତ୍ତକୁ ହରାଇଥିଲି। ମୁଁ ବରଗଛ ମୂଳରେ ବସି ତପସ୍ୟା କରୁଥିଲି। ମୋର ପୁତ୍ର ସମୁଦ୍ରରେ ପହଁରୁଥିଲା। ଏହି ସମୟରେ ଜଳଦସ୍ୟୁ 5 ଜଣ ଆସି ମୋ ପୁଅକୁ ନେଇଗଲା। ସିଏ ତାର ଜାହାଜ ପୁଣ୍ୟଜନରେ ଆସି ଛୋଟ ପିଲାମାନଙ୍କର ହରଣ କରେ। ମୋର ପୁତ୍ର ବଞ୍ଚିଛି କି ନାହିଁ ଏହା ମୁଁ ଜାଣି ନାହିଁ। ସିଏ ପିଲାମାନଙ୍କୁ ନେଇ ନାଗଲୋକରେ ବିକ୍ରି କରେ। ପୁତ୍ର କେବଳ ପିତାର ଶ୍ରାଦ୍ଧ କରିପାରିଥାଏ। ମୋ ପୁଅ ହାତରୁ ଶ୍ରାଦ୍ଧ ପାଇବା ମୋର ପୁଣ୍ୟ। ମୁଁ ମୋର ଏକମାତ୍ର ପୁତ୍ରକୁ ହରାଇଲି। ଗୁରୁଦେବ, ଆମେ କିଛି କରିପାରିବୁ? ଆମକୁ ଆଦେଶ ଦିଅନ୍ତୁ, ଆମେ 5 ଜଣଙ୍କୁ ଧରି ପୁଣ୍ୟକୁ ଉଦ୍ଧାର କରିବୁ। ଅସମ୍ଭବ, ଅସମ୍ଭବ। 5 ଜଣ ଅତି ଭୟଙ୍କର। ତା ସମ୍ମୁଖକୁ କେହି ଯାଇପାରିବି ନାହିଁ। ଆଜିକା ତିଥିରେ ସିଏ ପ୍ରକଟ ହେବ। ମୁଁ ତୁମମାନଙ୍କୁ ବିପଦରେ ପକାଇ ପାରିବି ନାହିଁ। ରାଜା ବାସୁଦେବ, ମାତା ଦେବକୀ ମୋର ତତ୍ତ୍ୱାବଧାନରେ ତୁମମାନଙ୍କୁ ଛାଡ଼ିଛନ୍ତି। ତୁମର କଣ ହେଇଗଲେ ମୁଁ ତାଙ୍କୁ କଣ କହିବି? ଗୁରୁଦେବ, ଆପଣ ଯଦି ଅନୁମତି ଦେବେ ତେବେ ମୁଁ ଓ ଉଦ୍ଧବ ସେ ଜାହାଜକୁ ଯିବୁ। ଏହା ବଡ଼ କଠିନ କାର୍ଯ୍ୟ। କୃଷ୍ଣ ଓ ଉଦ୍ଧବ, ମୋ ଆଶୀର୍ବାଦ ତୁମ ସଙ୍ଗେ ଅଛି। ଭଗବାନ ତୁମର ସହାୟତା କରନ୍ତୁ। ତୁମେ କୃତକାର୍ଯ୍ୟ ହୁଅ, ସଫଳ ହୁଅ ବତ୍ସ। ତୁମେ ଗୁରୁଙ୍କ ପାଇଁ ପରମ ତ୍ୟାଗ କରୁଛ। ଗୁରୁଦେବ, ଆପଣ ଯଦି ଅନୁମତି ଦେବେ ତେବେ ଅନ୍ଧାରରେ ପହଁରି କରି ସେ ଜାହାଜ। ଏହା ବଡ଼ କଠିନ କାର୍ଯ୍ୟ। କୃଷ୍ଣ ଓ ଉଦ୍ଧବ, ମୋ ଆଶୀର୍ବାଦ ତୁମ ସଙ୍ଗେ ଅଛି। ଭଗବାନ ତୁମର ସହାୟତା କରନ୍ତୁ। ତୁମେ କୃତକାର୍ଯ୍ୟ ହୁଅ, ସଫଳ ହୁଅ ବତ୍ସ। ତୁମେ ଗୁରୁଙ୍କ ପାଇଁ ପରମ ତ୍ୟାଗ କରୁଛ।
ପିଲାମାନେ ପ୍ରଣାମ ମଉସା, ଆମେ ଜାହାଜକୁ କାମ ଶିଖିବା ପାଇଁ ଆସିଛୁ। ତୁମେ ମୋତେ ବହୁତ ଭଲ ଲାଗୁଛି। ଓ ମତେ ଏତେ ସ୍ନେହ କରେ ନାହିଁ। ତୁମେ ଏତେ ରାତିରେ ଜାହାଜକୁ କାହିଁକି ଆସିଲ? ପଞ୍ଚଜନ ଜାଣିଲେ ତୁମକୁ ମାରିଦେବ। ଆମେ ଛୋଟ ପିଲା, ଆମକୁ ସେ କାହିଁକି ମାରିବ? ତୁମେ 2 ଜଣ ନିରୋଗ ଲୋକ। ମୁଁ ତୁମକୁ 5 ଜଣ ପାଖକୁ ନେବି। 5 ଜଣ ଆସୁଛନ୍ତି, ତାକୁ ପ୍ରଣାମ କର। ପିଲାମାନେ କିଏ? ସେମାନେ କରି ପଳେଇ ଆସିଛନ୍ତି। କହୁଛନ୍ତି ଜାହାଜ ଚଲାବ ଶିଖିବେ। ଓ, ଏ ବାଳକମାନେ ଜାହାଜ ଚଳିବା ଶିଖିବେ। এই ପିଲାମାନେ ଦୁଷ୍ଟ ଚାଲ ଅଛନ୍ତି। ମୁଁ ଏମାନଙ୍କୁ ବିଦେଶରେ ଭଲ ପଇସାରେ ବିକ୍ରି କରିପାରିବି। ପିକୁ, ଏ ପିଲାମାନଙ୍କର ଭଲ ଯତ୍ନ ନିଅ। ଜୋ ଆଜ୍ଞା। ଓ, ତମେ ହଉଛ ଦସ୍ୟୁ କଚର। ନିରୀହ ପିଲାକୁ ନେଇ ନାଗଲୋକରେ ବିକ୍ରି କରୁଛ। କୁଦରେ ବାଳକ ପିଲାମାନେ, ତୁମେ ପଞ୍ଚଜନର ଶକ୍ତି ଜାଣି ରହ। କୁଦରେ ବାଳକ ପଞ୍ଚଜନକୁ ଦଣ୍ଡ କରୁଛୁ। ତୁମେ କେତେ ବଳବାନ ମୁଁ ଦେଖିବି। ବୁଝିଲୁ ବାଳକ, ଏଇଟା ପିଲା ଖେଳ ନୁହେଁ। ତୁ ମତେ ଏପରି କହିଲେ ମୁଁ ତତେ ମାରିଦେବି। ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଏ ମୋଡ଼ କଚର, ଶଙ୍ଖ ବଜା। ବର୍ତ୍ତମାନ ମୁଁ ତୋର ଶଙ୍ଖ ନେବି, ତାର ନାମ ପଞ୍ଚଜନ ଦେବି। ଯେବେ ମୁଁ ଯୁଦ୍ଧ କରିବି, ଏହାକୁ ବଜାଇବି। ବର୍ତ୍ତମାନ ତତେ ମାରି ସମୁଦ୍ରରେ ପକାଇବି। এই ଜାହାଜ ବର୍ତ୍ତମାନ ତୋ ପରିକ ପାପୀଙ୍କ ଠାରୁ ମୁକ୍ତ ହେବ। ମୁଁ ଏ ଜାହାଜର ମାଲିକ। ବର୍ତ୍ତମାନ ଆମେ ନାଗଲୋକକୁ ଯାଇ ପୁଣ୍ୟକୁ ଉଦ୍ଧାର କରିବା। କୃଷ୍ଣ ଓ ଉଦ୍ଧବ ନାଗଲୋକରେ ପ୍ରବେଶ କଲେ। ନାଗଲୋକରେ ନାଗମାତା ପ୍ରଚଣ୍ଡ ପ୍ରତାପୀ ଥିଲେ। ସମସ୍ତେ ତାଙ୍କୁ ଭୟ କରୁଥିଲେ। ନାଗଲୋକରେ ବିଳାସ ବେଶରେ ରହିଥିବାରୁ ଋଷିପୁତ୍ର ପୁନର୍ଦତ୍ତ ମନରୁ ସାତ୍ବିକତା ପୁରା ଲୋପ ପାଇଯାଇଥିଲା। କୃଷ୍ଣ ଓ ଉଦ୍ଧବ ପୁନର୍ଦତ୍ତକୁ ପାଇବାକୁ ଚେଷ୍ଟା କରୁଛନ୍ତି। ଚାରିଆଡ଼କୁ ଭଲ କରି ଦେଖ, ପୁଣ୍ୟକୁ ପାଇବାକୁ ପଡ଼ିବ। ତୁମେ ପୁଣ୍ୟକୁ ଜାଣିଛ? ମୁଁ ପୁନର୍ଦତ୍ତ। ତୁମେ କିଏ? ତୁମର ପିତା ଗୁରୁ ସତୀପତିଙ୍କର ଛାତ୍ର। ଓ ଉଦ୍ଧବ, ସେ କୃଷ୍ଣ
করিব কে প্রথমে করিব ମୁଁ ପ୍ରଥମେ ଯୁଦ୍ଧ କରିବାକୁ ଚାହେଁ। ଠିକ ଅଛି, ତୁମେ ଯଦି ମରିଯିବ ତେବେ ଅନ୍ୟ ବାହାକୁ ଯୁଦ୍ଧ କରିବ। ତୁମେ ଯଦି ଯୁବରାଜକୁ ମାରିବ ତେବେ ତୁମେ ରାଜକୁମାରୀ ଆସିକାକୁ ବିବାହ କରି ଯୁବରାଜ ହେବ। ଏ କଣ ଏ ଯୁଦ୍ଧର ସରୁ ନାହିଁ? ଦୁଇ ଜଣଙ୍କ ଶକ୍ତି ଏକା। ନାଗମାନେ ଦେଖନ୍ତୁ ତୁମେ କେତେ ସହଜରେ ଆପଣଙ୍କୁ ଯୁବରାଜକୁ ମାରୁଛି। ତୁମେ ମୋ ସବୁ ପ୍ରହରୀକୁ ମାରିଦେଲ। ମୁଁ ତୁମକୁ ମାରିପାରିବି କିନ୍ତୁ ମୁଁ ମାରିବି ନାହିଁ। ମୁଁ ଏବେ ପୁଣ୍ୟଜନକୁ ଭୁଲ ଲୋକକୁ ନେଇଯିବି। ତୁମର ମାୟାଜାଲ ଓ ଭୌତିକ ବିଦ୍ୟା ଆମଠାରେ କାମ କରିବ ନାହିଁ। ବର୍ତ୍ତମାନ ସବୁ ସୈନ୍ୟମାନେ ତୁମକୁ ବନ୍ଦୀ କରି ନେଇଯିବେ। ଆପଣଙ୍କର ସମସ୍ତ ସୈନ୍ୟ ବର୍ତ୍ତମାନ ଗାହାଣ ନିଦରେ ଶୋଇଛନ୍ତି। ଦେଖନ୍ତୁ ଆମେ କେତେ ସହଜରେ ଆପଣଙ୍କ ଲୋକରୁ ବାହାରିଯିବୁ। ଆସିକା ତ ମୋ ଦେହରେ ରହିବ। ଏହା ମୋର ଆଦେଶ। ଆସିକା ଫେରି ଆସ। কৃষ্ণ আমি আস্তিকাকে সাহায্য করিবা সে বিচারি নিরীহ অটে ମୁଁ ସାହାଯ୍ୟ କରିପାରିବି ନାହିଁ। ନାଗଲୋକ ନାଗମାତାର ଆଦେଶରେ ଚାଲେ। ଆସିକା ନାଗଲୋକର ରାଜକୁମାରୀ। মতে তোমরা সাথে বলকুকু নেছ ଆସିକା ଫେରି ଆସ। ଭସ୍ମ ହୋଇଯିବ। কৃষ্ণ মতে সাঙ্গে নিয় ଆସିକା ଫେରି ଆସ। ପୁଣ୍ୟହିତ ନାଗଲୋକର ଜୀବନଯାପନ ପ୍ରଣାଳୀ ଏହିପରି। ଯେଉଁଠାରେ ଧର୍ମ ନାହିଁ ସେଠାରେ ସ୍ୱର୍ଗ ମଧ୍ୟ ନର୍କ ହୋଇଯାଏ। ଏ ଧର୍ମରାଜର ଆଉ କଣ ଆଶା କରିବ? নাগলোক সତରେ নরক ଚାଲ ଜଲ୍ଦି ପ୍ରଭାସ କୂଳକୁ ଯିବା। ଆମେ ପୁଣ୍ୟଜନକୁ ଉଦ୍ଧାର କଲେ ଆମେ ତାକୁ ନେଇ ଗୁରୁଦେବକୁ ଦେବା। ତା ଆମର ଗୁରୁ ଦକ୍ଷିଣା। ସବୁ ଗୁରୁଜନମାନଙ୍କୁ ମୋର ନମସ୍କାର ଓ ଛୁଆମାନଙ୍କୁ ମୋର ଅତି ସ୍ନେହ। ଏ ଥିଲା ଆମମାନଙ୍କର 5 ୱିକ୍ର ଯାତ୍ରା। ତ ଆମର ଯେଉଁମାନେ ସବୁ ଅଭିନୟ କରିଥିଲେ ଆମର କୃଷ୍ଣ ହେଇଥିଲେ ସ୍ୱସ୍ତିକ ମହାନ୍ତି, ପ୍ରହରୀ ନୀଲ ପଣ୍ଡା, ମନ୍ତ୍ରୀ ଓ ପ୍ରହରୀ ଶିବାଜ ବେହେରା, उग्रसेन धूप पटेल, कृष्ण पुण्यदत्त काव्यांश महापात्र, संदीपनी दिव्यदर्शन महांती, नंदराजा स्मृता दास, बलराम ऋषि दास, गर्गाचार्य एंड उद्धव जगदीश पट्टनायक, नागमाता तन्वी दास, आशिका देवांगी नंद, प्रहरी कायरा सामल, बिक्कू रेयांस बघेल एंड पंचजन्य रितांश पाड़ी। केते सुंदर थिला ए अभिनय।